ରାସ୍ତା ଦେଇ ଗାଡିଟା ଯାଉଥିବା ବେଳେ ମଦୁଆଟା ପେଟେ ମଦ ପିଇ ଆସି ଗାଡି ସହିତ ଧକ୍କା ହୋଇ ତଳେ ପଡିଯାଏ। ହେଲେ କେହି କହିବେନି ଯେ ମଦୁଆଟାର ଦୋଷ ବୋଲି। ସମସ୍ତେ କହିବେ ସେ ଗାଡି ବାଲାଟାର ହିଁ ଦୋଷ। ଭାଇ ଦୋଷ ମୁଁ କରିଛି ଭାଇ, ମତେ ଯୋଉ ଶାସ୍ତି ଦେବାର ଅଛି ଦିଅ ଦିଅ ଭାଇ। ତତେ କୁକୁର ହୋଇ ମୋ ପାଦ ଚାଟିବାକୁ ପଡିବ। ମୋ ପାଦ ଚାଟିବାକୁ ପଡିବ। କଣ ନିଷ୍ପତ୍ତି ନିଅନି ଭକ୍ତ ଛାଡବେ। ଓ ସାନ ପୁଅ ପାର୍ଥ, ତୋ ବଡ ବୋଉକୁ ଇଜ୍ଜତ କରୁଥିଲା। ମୋ ପାର୍ଥକୁ ମୁଁ ଭଲ ଭାବରେ ଜାଣିଛି। ଏବେ ନା ତ ତୋତେ ହେଲା କଙ୍ଗାର ଭାବେ ତୁ ମୋଡି ଦେବାକୁ ଚେଷ୍ଟା କରନା କହୁଛି। ଭେରି ଭେରି ପ୍યોर। ठीक अच्छे सासु मां तब पोपे जदी तमरे पे भरोसा अछि त एउ तो तमरी सामने मु पुलिस स्टेशन और तमर को मु चैन अंधारी भीतर को टाणी दे आसु छी माउंटेन चैन होले कोन हो मो पुओ गुटे मनीष को कुकुरा भया व्यवहार करबा को तो विवेक के तते बाधा दउनी। हेलो की कहिला मु मनीष बोली मु तो गोटे कुकुर। कुकुर जमिति मालिकर अंगठा खाइबा पाई घर दुआर मुहरे जगी बसी थाए। मु सेमिति मो भाई भाउजंकर हाथ टेका धरन परा चाहि बसी। एवं देवता और असुर माने चिर अमर रहिबा पाई समुद्र मंथन करथिले। हेले सेही समुद्र मंथन भितर जो सब अमृत बाहरला सबु देवता माने मिशी पी गले। हेले अत्यधिक समुद्र मंथन परे जो हलाहल विश्व बाहरला ताकू किए पीले जानिछु सेही सृष्टि कर्ता देवदेव महादेव। दोष मु करछि रे बो ए घर मान सम्मान पाई मु भाउजों के प्रस्ताव रे राजी। दिए भाउज मु करतिबा दोष पाई मते जो शास्ति देवार अछि दियो दियो भाउज मते शास्ति दियो। स्नेह बिना जीवन लगे सतेरा कहिया स्नेह पाके सब पे बड़ा पड़ी जाए।
କୋପାଇଁ କଣ ଆମେ ଜାଲ ମିଶେଇଛୁ ଜାଲରୁ ଫସିଯିବୁ କେମିତି ଆମେ ହଉଛୁ ଦେହ ବେପାରୀ ଦେହ ସହିତ ଆମେ ବିକ୍ରି କରିବୁନୁ আবে বিবা এটা তো রসগোল্লা পরি ହେଇଛି আরে রসগোল্লা দেখি মতে রাহ বড়িলানি চালু ଟିକେ চাখিবা আবে চাল ଏମାନଙ୍କ ପାଇଁ ଆମ ଦେଶର ଅବସ୍ଥା ଅଛି ଏହା ତମେ କଣ ଭାବିଛ ଦେଶର ଆଇନ କାନୁନ ସବୁ କଣ ମାନିଗଲାଣି ତମେ ଦିନ ଦ୍ୱିପହରେ ଝିଅ ବୋହୂମାନଙ୍କୁ ବଳାତ୍କାର କରିବ କେବଳ ତମରି ମାନଙ୍କ ପାଇଁ ଏ ସମାଜରେ ପୁଅମାନେ ନିନ୍ଦର ପାତ୍ର ଇଡିୟଟ थैंक यू सर आपनको बहुत बहुत धन्यवाद आपनको जीवन बंचाइथिबार ए कथा कह मैडम मते धन्यवाद देवा दरकार नहीं ମୋ ଗୁରୁ ହଉଛନ୍ତି ମୋ ପାଇଁ ଠାକୁର ଆଶୀର୍ବାଦ ତାଙ୍କର କଥାକୁ ପାଥେୟ କରି ମୁଁ ବର୍ତ୍ତମାନ ନାରୀ ସେବା କରୁଛି ନାରୀ ସେବା ନାରାୟଣୀ ସେବା ଆଶୀର୍ବାଦ କରନ୍ତୁ আরে আরে বাবা গুপ্তা এই কোন করছ তম বলি মহান ব্যক্তি মতে কোন প্রণাম করিবা কথা আইসা ଆପଣଙ୍କ ଏହି ସମାଜର ଲୋକମାନଙ୍କ ପାଇଁ ମୁଁ ମହାନ ବ୍ୟକ୍ତି ହେଇପାରେ ହେଲେ ଆପଣଙ୍କ ପାଇଁ ଆପଣଙ୍କର ସେଇ ଅଭାଗ୍ୟ ଛାତ୍ର ମନୁଆ ହଁ ସାର୍ ମନେ ଅଛି ସାର୍ ଆପଣ ପିଲାବେଳେ ମୁଁ ପାଠ ପଢିଲା ସମୟରେ ଆପଣ ଦିନକୁ 10 ପାହାର ମୋ ପିଠିରେ ବେତ ପାହାର ନଦେଲେ ଆପଣଙ୍କର ଭାତ ହଜମ ହଉନଥିଲା ମନେ ଅଛି ସାର୍ ସାର୍ ये मार्कंड सार को नहीं যথা সম্মানে ঘরে ছাড়ি দিয়ে আসিব কি কথা কହୁଛନ୍ତି স্যার থেকে নারী সেবা করে জমা তথ্যরে উনা হবনি সারে আসো আসো সান্দর আতিথ্য যেମିତି ଟିକେ ବି ଅବହେଳା ନ ହୁଏ କି କଥା କହୁଛନ୍ତି ସାର୍ ଜମା ଉନା ହବନି ଆସୁଛି ଧନ୍ୟବାଦ अच्छा मैडम आजिकल दुनिया विश्वास करबनी आजिकल दुनिया एका एका झियो माने बोलिबा जे केते कष्टदायक आजिर दृश्य न देखिथिले केही केबे विश्वास करि न थांते अच्छा मैडम मंदिर आस्तिले बोधे आस्तिले भोग निश्चय लागिथिबो हां निश्चय निश्चय के दबनी माने भोग दब हां आपण एठी छिया तो मु नेई के आसु गोटे सेकेंड जय प्रभु गुप्तेश्वर भगवान के रहे महाप्रसाद भागवत पर लिखा अछि ये प्रसाद खाइब निज तुंडे ओइठा बोलिब अन्य मुंडे भोग खाऊची भोग टिके खाइबी दबनी आस
ଆରେ ଆସ ଭଲ ନାରାୟଣୀ ସେବା ଭଲ ନାରୀ ସେବା ସାରେ ଆପଣଙ୍କର ଛାଡ଼ି ଖୁରାକୁ ଜୁଆର ସାରେ ସାରେ ମନ ଖୁସି ତ ବୁଝିଲୁ ମାର୍କଣ୍ଡ ସାରେ ଖାସି ମାଂସ ଖାଇଛ ଖାସି ମାଂସର ଟେଷ୍ଟ ଟିକେ ଅଲଗା ସେମିତି ଅବହିତା ଝିଅ ମାନଙ୍କର ଟେଷ୍ଟଟା ଟିକେ ଅଲଗା ମାର୍କଣ୍ଡ এইটা তো ଏବେ ବର୍ତ୍ତମାନ ରେପ୍ ହେଲା ইয়াই ଭାଇ ସେ ସାମ୍ବାଦିକ ମୋ ବିରୁଦ୍ଧରେ ଲେଖୁଛି ଓହୋ ସାର୍ এইটা হচ্ছে সে সাংবাদিকর ফোন খবর কাগজরে ଛାଡ଼ ଛାଡ଼ ମତେ ଛାଡ଼ କହୁଛି ମୁଁ ନା ମୋ ସ୍ୱପ୍ନ ସୁନ୍ଦରୀ ପାଖକୁ ଯିବି ଆଉ ତାକୁ ପଚାରିବି ଏ ସ୍ୱପ୍ନ ସୁନ୍ଦରୀ ଔଷଧ ଔଷଧ ଶ୍ରାବଣ ସବୁ ଚାଲିଗଲାଣି ଫଗୁଣ ଆସିଲାଣି ଏଇ ଫଗୁଣରେ ପରା ଆମ ବାହାଘର ହବ ତମେ କନ୍ୟା ହବ ଆଉ ମୁଁ ବର ତମେ ଏମିତି ଆଣ୍ଟା କରି ଅନେଇଛ କଣ ତମେ ମୋ କନ୍ୟା ହବ ନା এই সম্পর্ক তুমি মনে পকাইବାକୁ চেষ্টা করো তাহলে ମୋ ଜୀବନର ଅଙ୍କଟା ଭୁଲ ହେଇଯିବ ସମ୍ପର୍କ ମନେ ପକାଅ ସମ୍ପର୍କ ମନେ ପକାଅ ହଁ ମୋର ସବୁ ମନେ ପଡ଼ିଯାଉଛି ଜଷ୍ଟ 1 ମିନିଟ୍ ମୋର ତ କିଛି ମନେ ପଡ଼ୁନି ତମେ ଜାଣିଛ ଫଗୁଣ ମାସରେ ଡହ ଡହ ଖରା ମାରେ ଆଉ ସେଇ ଖରାରେ ମୋ ସ୍ୱପ୍ନ ସୁନ୍ଦରୀଟା ସିଝି ଯାଉଛି ତମେ ତାକୁ ଦେଖିଛ ମୋ ସ୍ୱପ୍ନ ସୁନ୍ଦରୀ ଫେରି ଆସିବ ନା ତା ଫେରିବା ଡେରି ହେଇଗଲା ନା ଫଗୁଣ ମାସଟା ସରିଯିବ କାହିଁକି ନା ହେ ମନ ଝୁରୁଛି ତାରି ପାଇଁ। সম্পর্ক তুমি যদি ମୋ କଥା ମାନିବ ତାହେଲେ ଦେଖିବ ତମ ସ୍ୱପ୍ନ ସୁନ୍ଦରୀ ତମ ପାଖକୁ ନିଶ୍ଚୟ ଫେରି ଆସିବ ଫେରି ଆସିବ ହଁ ତମ ମନ ଯେମିତି ତାକୁ ଝୁରୁଛି ତା ମନ ବି ତମକୁ ଝୁରୁଛି ତମେ ସତ କହୁଛ ହଁ ବାବା ମୁଁ ସତ କହୁଛି ଠିକ ଅଛି ତମେ ଯାହା କହିବ ମୁଁ ମାନିବି କୁହ ଆଚ୍ଛା କହିଲ ତମେ କିଏ ହଁ ମୁଁ କିଏ କୁହ ହଁ ହଁ କମଳ ଦେଶର ରାଜକୁମାର ମୁଁ ଠିକ କହିଲି ନା ଏ ସମ୍ପର୍କ ତୋ କଥା ଟିକେ ଶୁଣ କଣ ଶୁଣେଇବ ସମ୍ପର୍କ ତମେ ହଉଛ ପ୍ରଫେସର ସମ୍ପର୍କ ସାମନ୍ତରାୟ ଚିହ୍ନିଛି ତମ ସମସ୍ତଙ୍କୁ ଚିହ୍ନିଛି ତମେ ମାନେ ହଉଛ ଗୋଟାଏ ଗୋଟାଏ ଅଦିନ ଝଡ଼ ତମ ମାନେ ସେ ଅଦିନ ଝଡ଼ରେ କୁଟାକାଠି ଘରଟାକୁ ଭାଙ୍ଗି ଛାର ଛାର କରି ଦେଇଛ ଭାଙ୍ଗି ଦେଇଛ ମୋ ହୃଦୟର ନନ୍ଦନକାନନକୁ
ମତେ ଏକୁଟିଆ ରହିବାକୁ ଦିଅ, ମୁଁ ଏକୁଟିଆ ରହିବାକୁ ଚାହେଁ। ଏ ସମ୍ପର୍କ ତମେ କଣ ତମ ଗୀତାକୁ ଚାହନି? ତମ ପ୍ରେମ ତମ ଅତୀତ ମନେ ପକାଅ, ସମ୍ପର୍କ ମନେ ପକାଅ। ମୁଁ ଏବେ ବି ସେ ଫଗୁଣକୁ ଅପେକ୍ଷା କରିଛି, କାହିଁକି ନା ହେ ମନ ଝୁରୁଛି ତାରି ପାଇଁ। ହଁ, ମୋ ସ୍ୱପ୍ନ ସୁନ୍ଦର ମୋ ଗୀତା କଥା ମୋର ମନେ ପଡ଼ିଯାଉଛି। ହଁ, ଏଇ ଫଗୁଣଙ୍କର କଥା ଦିଆ ନିଆ ସରିଯାଇଛି, ଏଇ ଫଗୁଣରେ ଆମ ବାହାଘର ହବ। ମୋ ଗୀତା ନା, ମୋ ଗୀତା କନିଆ ସାଜିବ, ବାଜା ବାଜିବ, ବାଣ ଫୁଟିବ, କେତେ ମଜା ହବ। ଏଇ ତମେ ମୋ ଗୀତାକୁ ଦେଖିଛ ମୋ ଗୀତାକୁ? ଏ ସମ୍ପର୍କ ମୁଁ ପରା ତମ ଗୀତା। ତମେ ଗୀତା ଆସ ଆମେ ବାହାଇ ପଡ଼ିବା। ଫଗୁଣ ମାସଟା ପରେ ସରିଯିବ। ଆରେ ଆସ ଆମେ ବାହାଇ ପଡ଼ିବା। ଆମେ ବାହାଇ କୋଉଠିକି ଯିବା? ଆମେ ନା ପଞ୍ଚବଟୀ ବନକୁ ପଳେଇବା। ସେଠି କେହି ନଥିବେ, ତମେ ଆଉ ମୁଁ ସେଇଠି ରହିବା। ନାଇଁ 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 ନାଇଁ, ସେଠି ରାବଣ ଆସିବ, ତମକୁ ଚୋରେଇ ନେଇଯିବ। ତାହେଲେ କୋଉଠିକି ଯିବା ଏ ସେଇ ଜହ୍ନ ରାଇଜକୁ। ଆସ ଆମେ ଜହ୍ନ ରାଇଜରେ ଘର କରିବା, ତମେ ଆଉ ମୁଁ ସେଇଠି ରହିବା। ଆରେ ଆସ ନା। କଣ କହିଲୁ? ମୁଁ ପାଗଳ ଭଳି ଦେଖାଯାଉଛି। ତୁ ମୋ ଗୀତାକୁ ମୋ ଘରେ ଛଡ଼େଇ ନେଇଛୁ, ତତେ ଆଜି ଛାଡ଼ିବିନି।